Hello everyone, welcome to my YouTube channel Education House। आज ଆମେ ଦ୍ୱିତୀୟ ଶ୍ରେଣୀର ପାଠଟିର ଅଭ୍ୟାସ କାର୍ଯ୍ୟଟି କରିବା। ଦେଖ ଅଭ୍ୟାସ କାର୍ଯ୍ୟ 1 ନମ୍ବର ଆମର କଣ କହିଛି, ପଢ ଓ ମନେ ରଖ। କଣ କହିଛି, କଣ ଦେଖ ଲେଖା ହେଇଛି, କରେ ଆମ ଜନ୍ମଭୂମି ଉତ୍କଳ ଦେଶ, ଉତ୍କଳ କିରତି ଅଟେ ଅଶେଷ, ସର୍ବ ଉତ୍ପାତୁ ତୋଟେ ହରି, ରଖନ୍ତୁ ବଶ୍ଚ କୃପା କରି। ହେଲା। ତାପରେ ଦେଖ ଖ ନମ୍ବର କଣ କହିଛି, ପଢ ଓ ଲେଖ। କଣ ଲେଖା ହେଇଛି, ସ୍କଳନ, ସ୍କଳିତ, ଭୂସ୍ଖଳନ। ତମେ ବି ଏଠାରେ କଣ ଲେଖିବ, ସ୍କଳନ, ସ୍କଳିତ ଆଉ ଭୂସ୍ଖଳନ। ବୁଝିପାରିଲେ ପିଲାମାନେ। ତାପରେ ଦେଖ 2 ନମ୍ବର କଣ କହିଛି, ପାଠରେ ସ୍କ ଛ ତ ଥିବା ଶବ୍ଦ ଗୁଡ଼ିକୁ ଲେଖ। ଦେଖ କଣ ଅଛି, ଉତ୍କଳ, ଉତ୍କୃଷ୍ଟ। ହେଲା। ରେ କଣ ଅଛି, ଉତ୍ସବ, ଉତ୍ସାହୀ। ହେଲା। ଆଉ ପରେ କଣ ଅଛି, ଉତ୍ପଳ, ଉତ୍ପାଦିକା ଶକ୍ତି, ଉତ୍ପାଦନ। ହେଲା। ଏପରି ଲେଖିବ। ତାପରେ ଦେଖ 3 ନମ୍ବର ଆମର କଣ କହିଛି, ତଳେ ଶବ୍ଦ ଗୁଡ଼ିକୁ ପଢ ଓ ଲେଖ। ଦେଖ କଣ ଲେଖା ହେଇଛି ଏଠି, କଣ ଲେଖା ହେଇଛି, ଉତ୍କଟ, ଉତ୍କଳ, ଉତ୍କାଳିକା, ଉତ୍ସବ, ଉତ୍ପନ୍ନ, ଉତ୍ଭର୍ଜନା, ଉତ୍ସାହିତ, ଉତ୍ପତ୍ତି, ଉତ୍ପାଦନ, ଉତ୍ସାହ। ହେଲା। ଏପରି ତା ପାଖରେ ଲେଖିବ। ତାପରେ ଦେଖ 4 ନମ୍ବର କଣ କହିଛି, ଶବ୍ଦ ଗଢି ମାଛ ଲାଞ୍ଜରେ ଲେଖ। ଯେପରିକି ଉତ୍ସାହ, ସେମିତି ଆଉ କଣ ହବ, ଉତ୍କଳ। ହେଲା। ତାପରେ ଆଉ କଣ ହବ, ଉତ୍ପାତ। ହେଲା। ଆଉ କଣ ହବ, ଉତ୍ପନ୍ନ। ହେଲା। ଏପରି ଲେଖ, ଉତ୍ସାହ। ଏପରି ଲେଖିବ। ବୁଝିପାରିଲ ପିଲାମାନେ। ତାପରେ ଦେଖ 5 ନମ୍ବର କଣ କହିଛି, ଆଲୋଚନା କରି ଉତ୍ତର ଲେଖିବା। କୃଷି ଅଫିସର ପଡିଆ ଜମିରେ କି କି ଚାଷ କରିବା ପାଇଁ ଉତ୍କଳକୁ ପରାମର୍ଶ ଦେଲେ। କଣ କଣ, ଆମ୍ବ, ପଣସ, ବରଗଛ, ଅଶ୍ୱତଥ ଗଛ, ଶାଳ ଗଛ, ଦେବଦାରୁ, ତେନ୍ତୁଳି, ଜାମୁ ଆଉ ଖଜୁରୀ। ବୁଝିପାରିଲ। ଏପରି ଲେଖିବ। ତାପରେ ଖ ନମ୍ବର ଦେଖ କଣ କହିଛି, ପଡିଆ ଜମିକୁ କିପରି ଉର୍ବର କରାଯାଏ। ଲେଖିବ, ପଡିଆ ଜମିକୁ ଗୋବର ଖତ ରେ ଉର୍ବର କରାଯାଏ। ତାପରେ ନଦୀ ପାଖ ଜମିରେ କେଉଁ କେଉଁ ଫସଲ ଭଲ ହୁଏ। କଣ କଣ, ଧାନ, ବିରି, ମୁଗ, ସୋରିଷ, ବାଦାମ, ଆଳୁ, କୋବି, ବାଇଗଣ ଆଉ କଖାରୁ। ବୁଝିପାରିଲେ ପିଲାମାନେ। ଏପରି ଲେଖିବ। ଘ ନମ୍ବର କଣ କହିଛି, 5ଟି ବଡ ଗଛର ନାମ ଲେଖ। ଯେମିତିକି ବରଗଛ, ଶାଳ ଗଛ, ଅଶ୍ୱତଥ ଗଛ, ଦେବଦାରୁ ଗଛ। ହେଲା। ତେନ୍ତୁଳି ଗଛ। ବୁଝିପାରିଲ। ଏପରି ଲେଖିବ। ତାପରେ 6 ନମ୍ବର କହିଛି, ତୁମ ଅଞ୍ଚଳରେ କି ପ୍ରକାର ଭୂମି ଅଛି ଲେଖ। କଣ କଣ ଆମର କି ଭୂମି ଥାଉଛି, ପାହାଡିଆ ଭୂମି ଥାଉଛି, ଆଉ କଣ ଖାଲୁଆ ଥାଉଛି, ଖାଲୁଆ ଆଉ କାଦୁଆ ଭୂମି ଥାଉଛି, ବାଲିଆ ଥାଉଛି। ହେଲା। ପଥରୁଆ ଥାଉଛି। ହେଲା। ଏପରି ଲେଖିବ। ଖ ନମ୍ବର କଣ କହିଛି, ତୁମ ଅଞ୍ଚଳରେ ଜମିରେ କେଉଁ କେଉଁ ଫସଲ କରାଯାଏ। କଣ କଣ କରାଉଛି, ଧାନ, ମୁଗ, ବିରି, ବାଦାମ, ମକା, ଆଖୁ, ବାଇଗଣ। ହେଲା। ଏସବୁ ଲେଖିବ। ତାପରେ ଗ ନମ୍ବର, ତୁମ ଗାଁର ଲୋକମାନେ କେଉଁ କେଉଁ ପଶୁ ପକ୍ଷୀ ପାଳନ କରନ୍ତି। କଣ, ଗାଈ, ଛେଳି, ମଇଁଷି, କୁକୁଡ଼ା। ହେଲା। ଏପରି ଲେଖିବ। ଘ ନମ୍ବର, ତୁମ ଅଞ୍ଚଳର ଲୋକମାନେ ଜମିରେ ଭଲ ଫସଲ ପାଇଁ କେଉଁ ସାର ଖତ ପ୍ରୟୋଗ କରନ୍ତି ପଚାରି ବୁଝି ଲେଖ। କଣ କଣ, କୋଉ କୋଉ ସାର ଆଉ କୋଉ କୋଉ ଖତ ଆମର ବ୍ୟବହାର ଅଛି, ଗୋବର ଖତ ବ୍ୟବହାର ଅଛି। ହେଲା। ଆଉ କେଉଁ ସାର, ୟୁରିଆ ସାର ବ୍ୟବହାର ହଉଛି। ହେଲା। ଏପରି ଲେଖିବ। 7 ନମ୍ବର, ପଢ ଓ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ମତ୍ସ୍ୟମାନେ ଜଳରେ ବାସ କରନ୍ତି। ସେମାନଙ୍କୁ ଜଳରୁ କାଢି ଆଣିଲେ ଅଳ୍ପ କ୍ଷଣ ମଧ୍ୟରେ ମରିଯିବେ। ମତ୍ସ୍ୟମାନଙ୍କର ପାଦ ନାହିଁ। ସେମାନଙ୍କ ଲାଞ୍ଜ ଓ ଡେଣା ପହଁରିବାରେ ସାହାଯ୍ୟ କରେ। ମତ୍ସ୍ୟମାନଙ୍କ ଦେହରେ କାଟି ଥାଏ। ତାପରେ ତାର କୋଶ୍ଚିନ୍ ର ଆନ୍ସର ଆମେ ଦେବା।
କଣ କହିଛି, କେଉଁମାନେ ଜଳରେ ବାସ କରନ୍ତି? ମତ୍ସ୍ୟମାନେ। ହେଲା, କାହାର ପାଦ ନାହିଁ? ମତ୍ସ୍ୟମାନଙ୍କର ପାଦ ନାହିଁ। ତାପରେ ଲାଞ୍ଜ ଓ ଡେଣା ସାହାଯ୍ୟରେ କେଉଁମାନେ ବଢି ମାରନ୍ତି? ମତ୍ସ୍ୟମାନେ। ହେଲା, ଏପରି ଲେଖିବ। ତାପରେ 8 ନମ୍ବର, ଖାଲି ଘର ପୂରଣ କର। ଦେଖ କଣ ଦେଇଛି ଆମର, ନଈ ପାଖ ଜମି ଭାରି, ଏଟା କଣ ହବ? ଉର୍ବର। ହେଲା, ଏଠାରେ କଣ ଲେଖିବ? ଉର୍ବର। ତାପରେ 1 ନମ୍ବର, ପାହାଡରୁ ଡ୍ୟାସ୍ ବାହାରିଛି, ଝରଣା ବାହାରିଛି। ହେଲା, ପଡିଆ ଜମିକୁ କାମରେ ଲଗାଇବା ପାଇଁ ଡ୍ୟାସ୍ଙ୍କ ସହ ପରାମର୍ଶ କରିବା। କାହା ସହ? କୃଷି ଅଫିସର। ହେଲା, ଘ ନମ୍ବର, ଜମିରେ ଖତ ସାର ପକାଇଲେ ଜମିର ଡ୍ୟାସ୍ ଶକ୍ତି ବୃଦ୍ଧି ହୁଏ, ଉର୍ବର ଶକ୍ତି ବୃଦ୍ଧି ହୁଏ। ହେଲା, 1 ନମ୍ବର, ଗାଈ ଗୋଟିଏ ଡ୍ୟାସ୍ ପଶୁ, ଗାଈ ଗୋଟିଏ ଗୃହପାଳିତ ପଶୁ। ହେଲା, ଏପରି ଲେଖିବ। 9 ନମ୍ବର କଣ କହିଛି, ତଳେ ଦିଆଯାଇଥିବା ଗଛଟିର ଚିତ୍ର ପୂରା କର, ସେଥିରେ ରଙ୍ଗ ଦିଅ। ଦେଖ, ଏଠାରେ ଆମର ନଡିଆ ଗଛଟି ଦିଆଯାଇଛି, ଆଉ ସେଠାରେ ଡାହିରେ ପତ୍ର ଗୁଡିକ ନାହିଁ। ଏଠାରେ ଡାହି ବନେଇବ ଆଉ ପତ୍ର ଗୁଡିକ କରିବ। ବୁଝିପାରିଲ ପିଲାମାନେ? ଯଦି ଭିଡିଓଟିକୁ ଭଲ ଲାଗୁଛି ନିଜ ସାଙ୍ଗସାଥି ମାନଙ୍କୁ ନିଶ୍ଚୟ ସେୟାର କର। ଆଉ ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲଟାକୁ ସବସ୍କ୍ରାଇବ କର। ଧନ୍ୟବାଦ।